ଚାଷୀ ଭାଇ ମାନେ ଆପଣ ମାନେ ବି ଯଦି ଖରା ସିଜିନରେ ପନିପରିବା ଚାଷ କରିଛନ୍ତି ତାହେଲେ ଏଇ ଭିଡିଓକୁ ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ। ତ ଆଜି ମୁଁ ଗୋଟେ ଜିନିଷ ଦେଖଉଛି ଆପଣ ମାନଙ୍କୁ, ଆସନ୍ତୁ। ଯାହା ଯୋଉ ମୋର କାକୁଡି ଫିଲ୍ଡ ଯୋଉଠି ମୁଁ ଲଗେଇଥିଲି କାକୁଡି ଗଛ ଆଉ ଜହ୍ନି, ତ କାକୁଡି ଭଲ ପ୍ରଡକ୍ସନ ଦଉଥିଲା, ତ ରେଟ୍ ବି ଭଲ ଥିଲା। ତ 20-25 ଟଙ୍କା ଯାଉଥିଲା। ଆପଣ ମାନେ ଜାଣିଛନ୍ତି କାକୁଡିର 20-25 ଟଙ୍କା ରେଟ୍ ବି ବହୁତ ବଢିଆ ହେଇଥାଏ। ତ ଗୋଟେ ପ୍ରୋବ୍ଲେମ କଣ ହେଲା ନା, ଯୋଉ ଆମ ଏରିଆରେ ଯୋଉ କାଳ ବୈଶାଖୀ ହେବା ଫଳରୁ ଯୋଉ କୁଆପଥର ମାଡ଼ ଆଉ ବେଶୀ ଜୋର ବର୍ଷା ହେବାରୁ ପତ୍ର ଗୁଡିକ ସେଗୁଡିକ ଛିଣ୍ଡିଗଲା। କାକୁଡି ପତ୍ର ତ ବହୁତ ନାଜୁକ ହେଇଥାଏ, ତ ସେଇଟା ଛିଣ୍ଡିଗଲା। ଆଉ କଣ, ଯାହା ମତେ ଜଣା ଯାଉଛି ଏଇଟା ଆଉ ସର୍ଭାଇଭ କରିବ ନାହିଁ। ତ ଏଇଟାକୁ ମାନେ ମେଣ୍ଟେନାନ୍ସ ଆଉ କରିବା ନାହିଁ। ପତ୍ର ଗୁଡିକ ଦେଖିଲେ ଯେ ପୁରା ନଷ୍ଟ ହେଇଯାଇଛି। ତ ପ୍ରକୃତି ସହିତ ତ ଆମେ ତ ପାରିବାନି, କିନ୍ତୁ ସେ ଅନୁସାରେ ଆମକୁ ବି ପରିବର୍ତ୍ତନ ହେବା ପାଇଁ ପଡିବ। ତ ଆପଣ ମାନେ ବି ଯଦି କୌଣସି ପନିପରିବା ଚାଷ କରିଛନ୍ତି, ତ ଆପଣଙ୍କ ଯେମିତି ତାକୁ କେମିତି ସୁରକ୍ଷା କରିପାରିବେ ସେ ପ୍ରତି ନିହାତି ଭାବରେ ଧ୍ୟାନ ରଖନ୍ତୁ, ନହେଲେ ଆପଣ ବହୁତ ମାନେ ଲସ୍ ହେବାର ବି ସମ୍ଭାବନା ରହିଛି। ତ କାକୁଡିରେ ତ ମୋର ତ ବେଶୀ ଖର୍ଚ୍ଚ ହେଇନଥିଲା। ଯାହା ମୋର ହଳ ଖର୍ଚ୍ଚ, ଖତ ସାର ଖର୍ଚ୍ଚ, ମଞ୍ଜି ଖର୍ଚ୍ଚ, ନହେଲେ ତ ଲେବର ଖର୍ଚ୍ଚ ତ ଯାହା ଏତିକି ଜାଗାରେ ମୁଁ ଆମେ ଘର ଲୋକ ମିଶିକିରି ହିଁ ଆମେ କାମ କରିଥିଲୁ, ତ ବେଶୀ ଖର୍ଚ୍ଚ ବସି ନଥିଲା। ଆଉ ଯାହା ଔଷଧ ତ ଯାହା ବାଇଗଣ ପାଇଁ ଆସିଥିଲା, ତ ସେଇ ଔଷଧ ଗୁଡିକ ହିଁ କିଛି ମାରା ହେଇଛି। ତ ବେଶୀ ଖର୍ଚ୍ଚ ଆସିନାହିଁ, ଆଉ ବିକ୍ରି ବଟା ବି ଠିକ ଠାକ ହେଇଛି। ଯାହା 20-25 ଟଙ୍କା ରେଟ୍ ଥିଲା, ତ 20-25 ଟଙ୍କା କାକୁଡିର ବହୁତ ଭଲ ରେଟ୍ ଆପଣ ମାନେ ବି ଜାଣିଛନ୍ତି। କାରଣ କାକୁଡି ହଉଛି ବହୁତ ଭାରି ଜିନିଷ, ତ ସେ ଅଟୋମେଟିକ ଆପଣଙ୍କ ପୁଞ୍ଜି ମାନେ ଭଲ ମାନେ କ୍ଵାଣ୍ଟିଟି ଆସିଥାଏ। ତ ଆପଣ ବି ଆପଣଙ୍କ ଫସଲ ଅନୁସାରେ କେମିତି ତାକୁ ଯତ୍ନ କରିପାରିବେ ସେ ପ୍ରତି ନିହାତି ଭାବରେ ଧ୍ୟାନ ରଖନ୍ତୁ, ନହେଲେ ଅଦିନିଆ ବର୍ଷା କୁଆପଥର ମାଡ଼ ଯୋଗୁ ଆପଣଙ୍କ ଫସଲ ନଷ୍ଟ ହେଇଯିବାର ମାନେ ଚାନ୍ସ ରହିଛି। ତ ଆଜିର ଭିଡିଓରେ ଏତିକି, ରହିଲି, ନମସ୍କାର।